ମହିଳାଙ୍କ ଭାଗ୍ୟରେ ପୁତ୍ର ସନ୍ତାନର ସୁଖ ନାହିଁ। କେଉଁ ଅଳଙ୍କାର ପିନ୍ଧିବା ଦ୍ୱାରା ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥାଏ, କେଉଁ ଶୃଙ୍ଗାର କରିବା ଦ୍ୱାରା ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଏକଦା ମାତା ଲକ୍ଷ୍ମୀ ବିଷ୍ଣୁଙ୍କ ସହିତ ବସିଥିଲେ। ସେହି ସମୟରେ ଲକ୍ଷ୍ମୀ ବିଷ୍ଣୁଙ୍କୁ କହିଲେ, ହେ ପ୍ରଭୁ, ମୋ ମନରେ 3ଟି ପ୍ରଶ୍ନ ଉଠିଛି। ଯଦି ଆପଣ ଏହି 3ଟି ପ୍ରଶ୍ନର ଉତ୍ତର ଦେଇ ମୋତେ ସନ୍ତୁଷ୍ଟ କରନ୍ତି, ତେବେ ମୋର ମନକୁ ବହୁତ ଶାନ୍ତି ମିଳିବ। ତାପରେ ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, କେଉଁ 3ଟି ପ୍ରଶ୍ନ? ଦେବୀ ଲକ୍ଷ୍ମୀ କହିଲେ, ସ୍ୱାମୀ, ମୋର ପ୍ରଥମ ପ୍ରଶ୍ନ, କେଉଁ ମହିଳାଙ୍କ ଭାଗ୍ୟରେ ପୁତ୍ର ନାହିଁ? ମୋର ଦ୍ୱିତୀୟ ପ୍ରଶ୍ନ, କେଉଁ ଅଳଙ୍କାର ପିନ୍ଧିବା ଦ୍ୱାରା ଜଣେ ସ୍ତ୍ରୀର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥାଏ? ଏବଂ ମୋର ତୃତୀୟ ପ୍ରଶ୍ନ, କେଉଁ ଶୃଙ୍ଗାର କରିବା ଦ୍ୱାରା ଜଣେ ସ୍ତ୍ରୀର ସ୍ୱର୍ଗ ପ୍ରାପ୍ତି ହୋଇଥାଏ? ତାପରେ ଭଗବାନ ବିଷ୍ଣୁ କହିଲେ, ଦେବୀ, ତୁମର 3ଟି ଯାକ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ। ଯିଏ ଏହି 3ଟି ପ୍ରଶ୍ନର ଉତ୍ତର ବୁଝି ଜ୍ଞାନକୁ ଯଦି କୌଣସି ବ୍ୟକ୍ତି ନିଜ ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରନ୍ତି, ତେବେ ସେ ଜୀବନରେ ବହୁତ ସୁଖ ପାଇଥାନ୍ତି। ଦେବୀ, ମୁଁ ତୁମର ଏହି 3ଟି ପ୍ରଶ୍ନର ଉତ୍ତର ଏକ କାହାଣୀ ମାଧ୍ୟମରେ ଦେଉଛି। ଏହି କାହାଣୀ ମାଧ୍ୟମରେ ତୁମେ ଏହି 3ଟି ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ବୁଝିପାରିବ। ତେଣୁ ଧ୍ୟାନର ସହ ଶୁଣ। ଦେବୀ ଲକ୍ଷ୍ମୀ କୁହନ୍ତି, ଠିକ୍ ଅଛି ସ୍ୱାମୀ, ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଆପଣଙ୍କ କାହାଣୀ ଶୁଣିବା ପର୍ଯ୍ୟନ୍ତ ମୁଁ ଏହାକୁ ଅତି ଧ୍ୟାନର ସହିତ ଶୁଣିବି। ଦୟାକରି କାହାଣୀ ଆରମ୍ଭ କରନ୍ତୁ। ଭଗବାନ ବିଷ୍ଣୁ କହିଲେ, ଦେବୀ, ଗୋଟିଏ ରାଜ୍ୟରେ ଏକ ଛୋଟ ନଗର ଥିଲା। ସେହି ନଗରରେ ଜଣେ ସାହୁକାର ରହୁଥିଲେ। ତାଙ୍କର 2ଟି ପୁତ୍ର ଥିଲେ। ସେମାନେ ବିବାହିତ ଥିଲେ। ସାହୁକାରଙ୍କ ପତ୍ନୀ ଓ ବଡ଼ ପୁଅ ଉଭୟ ଦୁଷ୍ଟ ପ୍ରକୃତିର ଥିଲେ। ତେଣୁ ସାହୁକାର ପତ୍ନୀ ତାଙ୍କ ବଡ଼ ପୁଅର ପତ୍ନୀକୁ ବହୁତ ଭଲ ପାଉଥିଲେ। ଅନ୍ୟପଟରେ ସାନ ପୁଅର ପତ୍ନୀ ଜ୍ୟୋତି ବହୁତ ଭଲ ଆଚରଣ ଥିଲା ଏବଂ ସେ ନିଷ୍ଠାପର ପତିବ୍ରତା ସ୍ତ୍ରୀ। ସ୍ୱାମୀଙ୍କ ପ୍ରତି ସେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଥିଲା। ସେ ଘରର ସବୁ କାମ ଏକାକୀ କରେ। ସାହୁକାରଙ୍କ ପତ୍ନୀ ଏବଂ ବଡ଼ ବୋହୂ ସବୁବେଳେ ସାନ ବୋହୂକୁ ଅପମାନିତ କରୁଥିଲେ ଏବଂ ବହୁତ ହଇରାଣ କରୁଥିଲେ। ଭଗବାନ ବିଷ୍ଣୁ ପୁଣି କହିଲେ, ଦେବୀ, ସାହୁକାରଙ୍କ ବଡ଼ ବୋହୂ ଗୋଟିଏ ପୁଅ ଏବଂ ସାନ ବୋହୂର ଗୋଟିଏ ଝିଅ ଥିଲା। ତେଣୁ ସାହୁକାରଙ୍କ ପତ୍ନୀ ସବୁବେଳେ ପୁଅକୁ ନେଇ ଅପମାନିତ କରୁଥିଲେ। କିନ୍ତୁ ସେ କ'ଣ କରିପାରିଥାନ୍ତା? ସବୁ ଅପମାନ ଚୁପଚାପ ଶୁଣୁଥାଏ। ଭଗବାନ ବିଷ୍ଣୁ କହିଲେ, ଦେବୀ, ବର୍ତ୍ତମାନ ମୁଁ ତୁମକୁ ସାନ ବୋହୂର କାହାଣୀ ଭଲ ଭାବରେ ବୁଝାଇବି। ସେଥିରୁ ତୁମେ ତୁମର ପ୍ରଥମ ପ୍ରଶ୍ନର ଉତ୍ତର ପାଇଯିବ। ତେଣୁ ତୁମର ପ୍ରଥମ ପ୍ରଶ୍ନ, କେଉଁ ସ୍ତ୍ରୀ ଲୋକର ଭାଗ୍ୟରେ ପୁତ୍ର ସନ୍ତାନ ନାହିଁ? ଭଗବାନ ବିଷ୍ଣୁ କହିଲେ, ଦେବୀ, ସାହୁକାରଙ୍କ ପତ୍ନୀ ପ୍ରଥମରୁ ହିଁ ଦୁଷ୍ଟ ପ୍ରକୃତିର ଥିଲେ। ତାଙ୍କ ହେତୁ ପରିବାରର ସମସ୍ତ ସଦସ୍ୟ ଅତ୍ୟନ୍ତ ବିବ୍ରତ ହେଉଥିଲେ। ସେ ତାଙ୍କ ସରଳ ସାନ ବୋହୂକୁ ବହୁତ ଅସୁବିଧାରେ ପକାଉଥିଲେ। ସାନ ବୋହୂକୁ କଷ୍ଟ ଦେବାରେ ତାଙ୍କୁ ବହୁତ ଆନନ୍ଦ ମିଳୁଥିଲା। ସାହୁକାରଙ୍କ ସାନ ବୋହୂର ନାମ ଥିଲା ଗୀତା। ଗୀତା ସକାଳୁ ଉଠି ଘରର ସବୁ କାମ ଚୁପଚାପ କରିଥାଏ। ଦିନେ ଯେତେବେଳେ ଗୀତା ଘର ଝାଡ଼ୁ କରୁଥିଲା, ସାହୁକାରଙ୍କ ପତ୍ନୀ କହିଲେ, ତୋ ହାତରେ କ'ଣ ଜୀବନ ନାହିଁ? ଟିକେ ଜଲ୍ଦି ଜଲ୍ଦି କରୁନୁ। ମୁଁ ମନ୍ଦିରକୁ ଯାଉଛି। ମନ୍ଦିରରୁ ଫେରିବା ପୂର୍ବରୁ ରୋଷେଇ ପ୍ରସ୍ତୁତ କରି ରଖିବୁ। ବିଚାରୀ ଗୀତା କ'ଣ କରିବ? ସେ ତାଙ୍କ ଶାଶୁଙ୍କ କଥା ଶୁଣୁଥିଲା ଏବଂ ଘର ସଫା କରିବା ପରେ ଗୀତା ରୋଷେଇ କରିବା ଆରମ୍ଭ କଲା। ରୋଷେଇ କରିବା ବେଳେ ସେ ଭାବୁଥିଲେ ଯେ ଏତେ ପରିଶ୍ରମ କରିବା ପରେ ମଧ୍ୟ କିଛି ସମୟ ପାଇଁ ନିଶ୍ୱାସ ନେବାକୁ ମଧ୍ୟ ସମୟ ନାହିଁ। କିନ୍ତୁ ଏସବୁ ପରେ ବି ମୋ ଶାଶୁ ମୋ କାମରେ ସବୁବେଳେ କିଛି ନା କିଛି ଦୋଷ ଖୋଜୁଛନ୍ତି। ଏହି ସମୟରେ କବାଟ ବାଡ଼େଇବାର ଶବ୍ଦ ଶୁଣାଗଲା ଓ ଗୀତା ଭାବିଲା ଯେ ରୋଷେଇ ତ ସରିଯାଇଛି। ଲାଗୁଛି ମୋ ଶାଶୁ ବୋଧେ ଶୀଘ୍ର ଫେରି ଆସିଛନ୍ତି। କିନ୍ତୁ କବାଟ ଖୋଲିଲା ପରେ ସେ ଦେଖିଲା ଜଣେ ଋଷି ମହାତ୍ମା ଦ୍ୱାରରେ ଠିଆ ହୋଇଛନ୍ତି। ସେ ମହାତ୍ମା ଗୀତାକୁ କହିଲେ, ଝିଅ, ସଦା ସୌଭାଗ୍ୟବତୀ ରୁହ। ଦୟାକରି ବାବାଙ୍କୁ କିଛି ଖାଇବାକୁ ଦିଅ। ମୁଁ ବହୁତ ଭୋକିଲା ଅନୁଭବ କରୁଛି। ଭଗବାନ ବିଷ୍ଣୁ କହିଲେ, ଦେବୀ ଗୀତା ବହୁତ ଧାର୍ମିକ ଏବଂ ସଂସ୍କାରୀ ଥିଲେ। ତେଣୁ ସେ ଭାବିଲା, ମୁଁ ଏହି ସାଧୁ ମହାରାଜଙ୍କୁ ଖାଦ୍ୟ ତ ଦେଇଦେବି, କିନ୍ତୁ ଯଦି ମୋ ଶାଶୁ ଆସିଯାଆନ୍ତି ତେବେ ମୋତେ ଛାଡ଼ିବେ ନାହିଁ। ତାପରେ କିଛି ସମୟ ଚିନ୍ତା କରିବା ପରେ ସେ ସାଧୁ ମହାରାଜଙ୍କୁ ଖାଦ୍ୟ ଖାଇବା ପାଇଁ ଭିତରକୁ ଆସିବା ପାଇଁ କହିଲା। ଏହି ସମୟରେ ଗୀତା ମନକୁ ମନ କହିଲା ଯେ ମୁଁ ମୋ ଶାଶୁଙ୍କୁ କାହିଁକି ଭୟ କରିବି? ଯଦି ସେ ଘରକୁ ଫେରି ଆସନ୍ତି ବା କିଛି କୁହନ୍ତି, ମୁଁ ତାଙ୍କୁ କହିବି ଯେ ମୁଁ ମୋ ଭାଗର ଖାଦ୍ୟ ଏହି ସାଧୁଙ୍କୁ ଦେଇଦେଇଛି। ଏହା ଭାବି ଗୀତା ସାଧୁଙ୍କୁ ଭିତରକୁ ଡାକି ନିଜର ଅତିଥି ସେବା ଧର୍ମର ଅନୁସରଣ କରି ସାଧୁ ମହାରାଜଙ୍କୁ ଖାଇବାକୁ ଦେବା ଆରମ୍ଭ କଲା।
ବର୍ତ୍ତମାନ ସାଧୁ ମହାରାଜା ଖାଇବା ଆରମ୍ଭ କରିଛନ୍ତି କି ନାହିଁ ଗୀତାର ଶାଶୁ ପହଞ୍ଚିଲେ ଏବଂ ତାପରେ ସାଧୁ ବାବା ଘର ଭିତରେ ବସି ଖାଉଥିବାର ଦେଖି ସେ କ୍ରୋଧରେ ଜର୍ଜରିତ ହୋଇଗଲେ ଏବଂ ସାଧୁ ମହାତ୍ମାଙ୍କୁ କହିଲେ ଯେ ଏଠାରେ ଭଣ୍ଡାର ଖୋଲା ହୋଇନାହିଁ ଯେ ତୁମେ ବସି ଖାଇବ, ଏଠୁ ଶୀଘ୍ର ଉଠି ବାହାରି ଯାଅ। ଗୀତା ତାଙ୍କ ଶାଶୁଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କଲା, କିନ୍ତୁ ସେ ସାଧୁଙ୍କୁ ଘରୁ ବାହାର କରିଦେଲେ ଏବଂ ସବୁ ଖାଦ୍ୟ ବାହାରକୁ ଫିଙ୍ଗିଦେଲେ। ସେ ଗୀତା ଉପରେ ରାଗି କରି କହିଲେ ଯେ ମୁଁ ତତେ ଗୋଟିଏ ବି ଖାଦ୍ୟଶସ୍ୟ ନଷ୍ଟ ନ କରିବାକୁ କହିଛି, କିନ୍ତୁ ତୁ କ'ଣ କଲୁ? ଏହି ସାଧୁଙ୍କୁ ଖାଇବାକୁ ଏତେ ଖାଦ୍ୟ ଦେଇଦେଲୁ। ଭଗବାନ ବିଷ୍ଣୁ କହିଲେ। ଦେବୀ ଗୀତା ଧୀର ସ୍ଥିର ଭାବରେ କହିଲା, ମା, ମୋ ଭାଗର ଖାଦ୍ୟ ତାଙ୍କୁ ଦେଇଦେଲି, ଏଣୁ ଏତେ କଥା କହିବା କ'ଣ ଦରକାର ଥିଲା? ତାପରେ ଅତିଥି ହେଉଛନ୍ତି ଭଗବାନଙ୍କ ରୂପ ଏବଂ ପ୍ରତ୍ୟେକ ବ୍ୟକ୍ତି ଅତିଥି ଧର୍ମକୁ ଅନୁସରଣ କରିବା ଉଚିତ। ଭଗବାନ ବିଷ୍ଣୁ କହିଲେ ଯେ ଏହିପରି ଭାବରେ ଶାଶୁ ବୋହୂ ମଧ୍ୟରେ ତର୍କ ବିତର୍କ ଦୀର୍ଘ ସମୟ ଚାଲିଥିଲା। ଶେଷରେ ଶାଶୁ ବଳପୂର୍ବକ ଗୀତାକୁ ଘରୁ ବାହାର କରିଦେଲେ। ଗୀତା କାନ୍ଦି କାନ୍ଦି କବାଟକୁ ବାଡ଼େଇ ଚାଲିଥିଲା, କିନ୍ତୁ ତା ଶାଶୁ ପଥର ପରି ରହିଥିଲା। ତାଙ୍କ ହୃଦୟ ତରଳିଲା ନାହିଁ ଓ ସେ କବାଟ ଖୋଲିଲେ ନାହିଁ। ବର୍ତ୍ତମାନ ମା ଘରକୁ ଫେରିବା ଛଡ଼ା ଗୀତା ପାଖରେ ଆଉ କିଛି ବିକଳ୍ପ ନଥିଲା। ଭଗବାନ ବିଷ୍ଣୁ କହିଲେ, ଦେବୀ ଲକ୍ଷ୍ମୀ, ଏହିପରି ଗୀତା ଦୁଃଖୀ ହୋଇ ନିଜ ମା ଘରକୁ ବାହାରିଗଲା। ରାସ୍ତା ମଝିରେ ଏକ ଘଞ୍ଚ ଜଙ୍ଗଲ ପଡ଼ିଲା। ଗୀତା ଭୋକ ଆଉ ଶୋଷରେ ତା ମା ଘରକୁ ଯାଉଥିଲା। ହଠାତ୍ କଳା ମେଘ ମାଡ଼ି ଆସିଲା ଓ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ବର୍ଷାରୁ ବଞ୍ଚିବା ପାଇଁ ଗୀତା ଗୋଟିଏ ଗଛର ସାହାରା ନେଲା, କିନ୍ତୁ ବର୍ଷା ଏତେ ଜୋରରେ ହୋଇଥିଲା ଯେ ଏଥିରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼ିଥିଲା। ଗୀତା ସେହି ଗଛରେ ଥିବା କୋରଡ଼ ଭିତରେ ପ୍ରବେଶ କରିଥିଲା ଏବଂ ଭାବିଲା ଯେ ବର୍ଷା ବନ୍ଦ ହେବା ପରେ ସେ ବାହାରକୁ ଆସିବ। ସେତେବେଳେ ଯାଏଁ ଏହି କୋରଡ଼ ଭିତରେ ନିଜକୁ ରକ୍ଷା କରିପାରିବି। ଗୀତା ଯେଉଁ ଗଛର କୋରଡ଼ ଭିତରେ ପଶିଥିଲା ସେଠାରେ ପୂର୍ବରୁ ଜଣେ ଋଷି ଥିଲେ। ସେ କହିଲେ, ଝିଅ, କାନ୍ଦିବା ବନ୍ଦ କର। ମୁଁ ଯେ ତୁମର ଶାଶୁଘର ଲୋକମାନେ ତୁମକୁ ଅସମ୍ମାନ କରିଛନ୍ତି, କାରଣ ସେମାନେ ଅତ୍ୟନ୍ତ ଦୁଷ୍ଟ ପ୍ରକୃତିର ଅଟନ୍ତି। ତୁମକୁ ହେୟ ଜ୍ଞାନ ଏଥିପାଇଁ କରନ୍ତି କାରଣ ତୁମର ଏପର୍ଯ୍ୟନ୍ତ ପୁତ୍ର ସନ୍ତାନ ନାହାନ୍ତି। ତେଣୁ ବ୍ୟସ୍ତ ହୁଅ ନାହିଁ। ମୁଁ ତୁମକୁ ଏହି କାଗଜ ଦେଉଛି। ଏହି କାଗଜରେ ଯେଉଁ ଉପାୟ ଲେଖା ହୋଇଛି ତାକୁ ସମ୍ପୂର୍ଣ୍ଣ ଭକ୍ତିର ସହିତ କର ଏବଂ ତାପରେ ତୁମେ ଗୋଟେ ଗୁଣବାନ ପୁତ୍ର ପାଇବ। ଏହିପରି ଭାବରେ ସାଧୁ ଗୀତାକୁ କାଗଜଟିଏ ଦେଇ ସେଠାରୁ ଚାଲିଗଲେ। ଅନ୍ଧକାର ହୋଇଗଲା ଏବଂ ବର୍ଷା ମଧ୍ୟ ବନ୍ଦ ହୋଇଗଲା। ଗୀତା ଖୋଜି ଖୋଜି ତା ସ୍ୱାମୀ ସେଠାରେ ପହଞ୍ଚିଗଲେ। ପରେ ଗୀତା ତା ମା ଘରକୁ ନ ଯାଇ ସ୍ୱାମୀଙ୍କ ସହିତ ସେ ଜଙ୍ଗଲରେ ଏକ କୁଟୀର ବନାଇ ସେଠାରେ ବାସ କରିବା ଆରମ୍ଭ କରିଥିଲେ। ଭଗବାନ ବିଷ୍ଣୁ କହିଲେ, ଦେବୀ ଲକ୍ଷ୍ମୀ, ଗୋଟିଏ ଦିନର କଥା ଥିଲା। ଗୀତା ଏକ ପୁତ୍ର ସନ୍ତାନ ବିଷୟରେ ଚିନ୍ତା କରିବାକୁ ଲାଗିଲା। ଯଦି ମୋର ଗୋଟିଏ ପୁତ୍ର ସନ୍ତାନ ଥାଆନ୍ତା ତେବେ ମୋର ଶାଶୁଘରେ ମୋତେ ସମ୍ମାନ ମିଳିଥାନ୍ତା। ଠିକ୍ ସେହି ସମୟରେ ଋଷି ଦେଇଥିବା କାଗଜକୁ ମନେ ପକାଇଲା ଏବଂ ଯେତେବେଳେ ଗୀତା ସେହି କାଗଜ ପଢ଼ିଲା ସେଥିରେ ଲେଖା ହୋଇଥିଲା ଯେ ଝିଅ ପୁତ୍ର ପ୍ରାପ୍ତି ପାଇଁ ସ୍ତ୍ରୀ ସର୍ବଦା ସ୍ୱାମୀର ସବୁବେଳେ ବାମ ପାର୍ଶ୍ୱରେ ଶୋଇବା ଉଚିତ। ଯେତେବେଳେ କିଛି ସମୟ ପରେ ମଣିଷ ବାମ ପଟକୁ ବୁଲେ ତେବେ ଡାହାଣ ନାକରେ ସ୍ୱର ଏବଂ ଡାହାଣ ପଟରୁ ବୁଲିଲେ ବାମ ନାକରେ ସ୍ୱର ସକ୍ରିୟ ହୋଇଥାଏ। ଯେତେବେଳେ ପୁତ୍ର ସନ୍ତାନ ପ୍ରାପ୍ତିର ଇଚ୍ଛା ଥାଏ ସେତେବେଳେ ମିଳନ ପୂର୍ବରୁ ଏହା ନିଶ୍ଚିତ ହେବା ଉଚିତ ଯେ ପୁରୁଷ ଡାହାଣ ସ୍ୱର ଏବଂ ସ୍ତ୍ରୀର ବାମ ନାକର ସ୍ୱର ସକ୍ରିୟ ହେବା ଉଚିତ ଏବଂ ଗର୍ଭଧାରଣ ଏହି ସମୟରେ କରାଯିବା ଉଚିତ। ଏହା କରିବା ଦ୍ୱାରା ନିଶ୍ଚିତ ଭାବରେ ଏକ ପୁତ୍ର ପ୍ରାପ୍ତି ହୋଇଥାଏ ଏବଂ ଅପରପକ୍ଷେ ଯଦି ପରିସ୍ଥିତି ଓଲଟା ହୁଏ ତେବେ ଗୋଟିଏ ଝିଅ ଜନ୍ମ ହୋଇଥାଏ। ସେହି କାଗଜରେ ଆହୁରି ଲେଖାଯାଇଥିଲା ଯେ ସ୍ତ୍ରୀର ଋତୁସ୍ରାବ ଆରମ୍ଭର ପ୍ରଥମ 4 ଦିନ ମଧ୍ୟରେ ଯଦି ସ୍ୱାମୀ ତା ସମ୍ପର୍କ ରଖେ ତେବେ ସେହି ବ୍ୟକ୍ତି ଅସୁସ୍ଥ ହୋଇଯାଏ। ଯଦି ପଞ୍ଚମ ରାତିରେ ସମ୍ପର୍କ ରଖେ ତେବେ ଗୋଟିଏ ଝିଅ ହୋଇଥାଏ। ଷଷ୍ଠ ରାତିରେ ସମ୍ପର୍କ ରଖିଲେ ପୁଅ ହୋଇଥାଏ ଏବଂ ସପ୍ତମ ରାତିରେ ସମ୍ପର୍କ ରଖେ ମଧ୍ୟ ଝିଅ ହୋଇଥାଏ। ଅଷ୍ଟମ ରାତ୍ରିରେ ସମ୍ପର୍କ ରଖିବା ଦ୍ୱାରା ଗୁଣମାନ ପୁତ୍ର ପ୍ରାପ୍ତ ହୋଇଥାଏ। ନବମ ରାତିରେ ସମ୍ପର୍କ ରଖିବା ଦ୍ୱାରା ଜଣେ ଗୁଣବତୀ ଝିଅ ପ୍ରାପ୍ତ ହୋଇଥାଏ। ଦଶମ ରାତିରେ ସମ୍ପର୍କ ରଖେ ଗୋଟିଏ ଶ୍ରେଷ୍ଠ ପୁତ୍ରର ପ୍ରାପ୍ତି ହୋଇଥାଏ। ଏକାଦଶ ରାତିର ମିଳନରୁ ଐଶ୍ୱର୍ଯ୍ୟବତୀ ଝିଅ ଜନ୍ମ ହୋଇଥାଏ। ଏହାପରେ ଭଗବାନ ବିଷ୍ଣୁ କହନ୍ତି, ଦେବୀ ଲକ୍ଷ୍ମୀ, ଏହିପରି ଭାବରେ ଗୀତା ଦଶମ ରାତିରେ ସ୍ୱାମୀଙ୍କ ସହ ସମ୍ପର୍କ ରଖି ଗର୍ଭଧାରଣ କରିଥାଏ। ବର୍ତ୍ତମାନ ସକାଳେ ସ୍ନାନ କରି ପୂଜାପାଠ କରିବା ପରେ ଗୀତାର ସ୍ୱାମୀ କାଠ କାଟିବାକୁ ଚାଲି ଯାଇଥିଲେ। ସେ ଚାଲିଯିବା ପରେ ବହୁତ ଜୋରରେ ଝଡ଼ ଆସିଥିଲା ଏବଂ ସେହି ଝଡ଼ରେ ଗୀତାର କୁଡ଼ିଆ ଉଡ଼ି ଯାଇଥିଲା
ଏବଂ ବର୍ଷା ଆରମ୍ଭ ହୋଇଗଲା ପରେ ଗୀତା ନିଜକୁ ବର୍ଷାରୁ ରକ୍ଷା କରିବା ପାଇଁ ଗୋଟିଏ ଗଛରେ ସେହି କୋରଡ଼ର ଠିକଣା ଲେଖିଲା, ଯେଉଁଥିରେ ବର୍ଷାରେ ନିଜକୁ ରକ୍ଷା କରିବା ପାଇଁ ଗୀତା ପୂର୍ବରୁ ଲୁଚି ରହିଥିଲା। ଗଛରେ ଠିକଣା ଲେଖାଥିଲା କାରଣ ଯେତେବେଳେ ତା ସ୍ୱାମୀ ଫେରି ଆସିବେ ଏହି ଠିକଣା ଦେଖି ତା ପାଖରେ ପହଞ୍ଚିଯିବେ। ଭଗବାନ ବିଷ୍ଣୁ କହିଲେ, ଦେବୀ ଲକ୍ଷ୍ମୀ ବର୍ଷାରୁ ରକ୍ଷା ପାଇବା ପାଇଁ ଗୀତା ସେହି ଗଛ କୋରଡ଼ରେ ଯାଇ ତା ଭିତରେ ଲୁଚି ରହିଲା। ସେହି ଗଛ ପାଖରେ ଦୁଇଟି ଭୂତର ବାସସ୍ଥାନ ଥିଲା। ଉଭୟ ଭୂତ ସେହି ଗଛ ଆଡ଼କୁ ଆସୁଥିଲେ। ସେମାନେ ସେହି ଗଛ ତଳେ ପହଞ୍ଚିବା ପରେ ଗୋଟିଏ ଭୂତ ଆସି କହିଲା, ଆଜି ମାଣିକଟିକୁ ଯିବାକୁ ଇଚ୍ଛା ହେଉଛି। ତାପରେ ଅନ୍ୟ ଭୂତଟି କହିଲା, ଏଥିରୁ ଆମ ପାଇଁ ବଡ଼ କଥା କ'ଣ? ଏହି ଗଛ ଆମକୁ ଉଡ଼ାଇ ନେବ ଆଉ ମାଣିକଟିପୁରେ ପହଞ୍ଚାଇ ଦେବ। ଏହା କହି ଉଭୟ ଭୂତ ଗଛ ଉପରେ ବସିଗଲେ ଓ ଗଛଟି ହଠାତ୍ ଉଡ଼ିବା ଆରମ୍ଭ କଲା। ଅନ୍ୟପଟେ ଗୀତା ସେହି ଗଛ କୋରଡ଼ରେ ପ୍ରବେଶ କରିବା ପରେ ଥକାପଣ ହେତୁ ଶୋଇପଡ଼ିଥିଲା। କିନ୍ତୁ ଉଡ଼ୁଥିବା ଗଛର ଝଟକାରେ ଗୀତା ନିଦ ଭାଙ୍ଗିଗଲା। ଗଛଟି ଉଡ଼ୁଥିବାର ଦେଖି ସେ ବହୁତ ଭୟଭୀତ ହୋଇଗଲା। ଯେତେବେଳେ ଗୀତା ବାହାରକୁ ଚାହିଁଲା, ଗଛ ଉପରେ ଦୁଇଟି ଭୂତ ବସିଥିଲେ। ତେଣୁ ଗୀତା ପରିସ୍ଥିତିର ସାମ୍ନାକୁ କରିବାକୁ ଯାଇ ଭାବିଲା ଯେ ଯାହା ହେବ ଭଲ ହେବ। ତାପରେ କିଛି ସମୟ ପରେ ଗଛଟି ମାଣିକଟାପୁରେ ପହଞ୍ଚିଲା। ଭଗବାନ ବିଷ୍ଣୁ କହନ୍ତି ଯେ ଦେବୀ ଲକ୍ଷ୍ମୀ ସେହି ଦୁଇ ଭୂତକୁ ବହୁତ ଭୋକ ଲାଗୁଥିଲା, ତେଣୁ ସେମାନେ ଶିକାର କରିବା ପାଇଁ ଚାଲିଗଲେ। ତାପରେ ଗୀତା କୋରଡ଼ ଭିତରୁ ବାହାରି ଏକ ଦୀର୍ଘ ନିଶ୍ୱାସ ଛାଡ଼ିବା ପରେ ସେହି ଟାପୁର ଚମକିଲା ବୋଲି ଦେଖି ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲା। ସେ କିଛି ବାଲି ଉଠାଇ ଦେଖିଲା। ସେ ଆନନ୍ଦରେ ନାଚି ଉଠିଲା କାରଣ ସେହି ବାଲି ମୋତି ମାଣିକର ବାଲି ଥିଲା। ଏବଂ ତାପରେ ଗୀତା ନିଜ ଶାଢ଼ୀର ପଣତରେ 4 ରୁ 5 କିଲୋ ବାଲି ବାନ୍ଧି ଶୀଘ୍ର ଆସି ସେହି କୋରଡ଼ ଭିତରେ ଲୁଚି ରହିଲା। ଭଗବାନ ବିଷ୍ଣୁ କହନ୍ତି, ଦେବୀ ଲକ୍ଷ୍ମୀ ଏଠାରେ ଗୀତା ଗଛ ଭିତରେ ଲୁଚିଗଲା ଓ ସେଠାରେ ଉଭୟ ଭୂତ ଗଛକୁ ଫେରି ଆସି କହିଲେ, ଆଜି ଆମେ ପର୍ଯ୍ୟନ୍ତ ପରିମାଣର ଖାଦ୍ୟ ଖାଇଲେ। ଏବେ ପୁଣି ସେହି ସ୍ଥାନକୁ ଫେରିବା ଯେଉଁଠାରୁ ଆମେ ଆସିଥିଲେ। କିଛି ସମୟ ପରେ ଗଛ ଉଡ଼ି ପୁଣି ପୂର୍ବ ଜାଗାକୁ ଫେରି ଆସିଲା। ପହଞ୍ଚିବା ପରେ ସେହି ଦୁଇ ଭୂତ ଗଛ ଛାଡ଼ିଯିବା ପର୍ଯ୍ୟନ୍ତ ଗୀତା କୋରଡ଼ ଭିତରେ ଲୁଚି ରହିଲା ଏବଂ ସେହି ଦୁଇ ଆତ୍ମା ଗଛ ଛାଡ଼ିବା ପରେ ଗୀତା ମୋତି ମାଣିକ ସହିତ ଗଛରୁ ବାହାରି ଆସିଲା ଏବଂ ତା ମନରେ ଭାବିବାକୁ ଲାଗିଲା ଯେ ଏହି ମୋତି ମାଣିକ ଦେଖିଲା ପରେ ମୋର ଶାଶୁ ଖୁସି ହୋଇଯିବେ ଆଉ ଏବେ ମୁଁ ମୋ ଶାଶୁ ଘରକୁ ଫେରି ମୋ ଶାଶୁଙ୍କୁ ଏହି ସବୁ ମୋତି ମାଣିକ ଦେବି। ତାହେଲେ ସେ ମୋ ଉପରେ ରାଗିବେ ନାହିଁ ଏବଂ ମୋତେ ଭଲ ପାଇବା ଆରମ୍ଭ କରିବେ। ଭଗବାନ ବିଷ୍ଣୁ କହନ୍ତି, ହେ ଦେବୀ, ଏଠାରେ ଗୀତା ଏହିପରି ଭାବୁଥିଲା। ସେପଟେ ଗୀତାର ସ୍ୱାମୀ ଗୀତାକୁ ଖୋଜି ଖୋଜି ଆସି ସେଠାରେ ପହଞ୍ଚିଲା। ଗୀତା ପୁରା ଘଟଣା ତା ସ୍ୱାମୀଙ୍କ ଆଗରେ କହିଲା। ସେ ସ୍ୱାମୀଙ୍କ ସହିତ ତାଙ୍କ ଶାଶୁ ଘରକୁ ଫେରିଗଲେ ଏବଂ ସେ କିପରି ମୋତି ମାଣିକ ପାଇଲା ସେସବୁ କାହାଣୀ ଶାଶୁଙ୍କୁ କହିଲା। ଭଗବାନ ବିଷ୍ଣୁ କୁହନ୍ତି, ମୋତି ମାଣିକ ପାଇବା ପରେ ଗୀତାର ଶାଶୁ ହଠାତ୍ ରାଗିଗଲେ। କହିଲା, ଆରେ ମୂର୍ଖ ସ୍ତ୍ରୀ, କାହିଁକି ଏତିକି ଟିକେ ମୋତି ମାଣିକ ନେଇ ଆସିଲୁ? ବହୁତ ପରିମାଣ ଆଣିପାରିଲୁନି? ଶାଶୁଙ୍କ କଥା ଶୁଣିବା ପରେ ଗୀତା କହିଲା, ମା, ଏତକ ଧନ ଆମ 7 ପିଢ଼ି ପାଇଁ ଯଥେଷ୍ଟ। ତାପରେ ଶାଶୁ କହିଲା, ଆରେ ପାଗଳ ସ୍ତ୍ରୀ, ଧନ କେବେ ବି ଯଥେଷ୍ଟ ହୋଇନଥାଏ। ତୁମେ ଦେଖ, ମୁଁ ଯାଇ ଏତେ ମୋତି ମାଣିକ ନେଇ ଆସିବି। ଭଗବାନ ବିଷ୍ଣୁ କହନ୍ତି, ହେ ଦେବୀ, ଗୀତା ତାଙ୍କ ଶାଶୁଙ୍କ କେତେ ବୁଝାଇଲା, କିନ୍ତୁ ସେ ଲୋଭୀ ମହିଳା ତାର ଗୋଟେ ବି କଥା ଶୁଣି ନଥିଲେ। ସେ ସେହି ଗଛ କୋରଡ଼ରେ ଯାଇ ବସିଗଲା। ସେହି ଦୁଇ ଭୂତ ଗଛକୁ ଆସିବା ମାତ୍ରେ ହଠାତ୍ ସେହି ଗଛ ଉଡ଼ିବା ଆରମ୍ଭ କଲା। ଗୋଟେ ପଟେ ଗଛ ଉପରକୁ ଉଡ଼ୁଥିଲା ଏବଂ ଅନ୍ୟପଟେ ଗୀତାଙ୍କ ଶାଶୁ ବହୁତ ଖୁସି ହେଉଥିଲେ ଯେ ଆଜି ସେ ସବୁତକ ମୋତି ମାଣିକ ନେଇ ଆସିବେ। ସେହି ସମୟରେ ହଠାତ୍ ଗୋଟିଏ ଭୂତ କହିଲା, ଚାଲ ଆଜି ମାଣିକ ଟାପୁକୁ ଯିବା ନାହିଁ, ମଧ୍ୟ ଟାପୁକୁ ଯିବା। ଆଜି ମୋତେ ମାଛ ଖାଇବାକୁ ଇଚ୍ଛା ହେଉଛି। ଏବଂ ତାପରେ ଭୂତମାନେ ମାଛ ଖାଇବାକୁ ସ୍ଥିର କରିବା ମାତ୍ରେ ଗଛ ମତ୍ସ୍ୟ ଟାପୁକୁ ଯାଇ ଉଡ଼ିବାକୁ ଲାଗିଲା। ଏହି କଥା ଶୁଣି ଗୀତାର ଶାଶୁ ନିଜକୁ ନିୟନ୍ତ୍ରଣ କରିପାରୁନଥିଲେ ଏବଂ ହଠାତ୍ ବାହାରି ଆସି କହିଲେ, ତୁମେ ମାଣିକ ଟାପୁ କ'ଣ ପାଇଁ ଯାଉନ? କାହିଁକି ମତ୍ସ୍ୟ ଟାପୁକୁ ଯାଉଛ? ଚାଲ ମାଣିକ ଟାପୁକୁ ଯିବା। ଭୂତମାନେ ଯେତେବେଳେ ଗୋଟେ ସ୍ତ୍ରୀ ଲୋକର ସ୍ୱର ଶୁଣିଲେ, ସେମାନେ ବୁଝିଗଲେ ଯେ ଏହି କୋରଡ଼ ଭିତରେ କେହି ଲୁଚି ରହିଛି। ସେମାନେ କୋରଡ଼ ଭିତରକୁ ଦେଖିବାକୁ ଗଲେ ଏବଂ ଗୀତାର ଶାଶୁ ସେଠି ଲୁଚିଥିବାର ଦେଖି ତାଙ୍କୁ ଗଛ ତଳକୁ ପକାଇ ଦେଇଥିଲେ। ତଳେ ପଡ଼ିଯିବା ମାତ୍ରେ ଗୀତାର ଶାଶୁ ମୃତ୍ୟୁବରଣ କରିଥିଲେ। ଯେତେବେଳେ ଗୀତାର ପରିବାର ଲୋକ ଏସବୁ କଥା ଜାଣିଲେ, ଗୀତାର ଶାଶୁ ଗୀତା ନିକଟକୁ ଯାଇ କହିଲେ, ଝିଅ, ମୁଁ ପୂର୍ବରୁ ତୋ
ତୋ ଶାଶୁକୁ ବହୁତ ଥର ବୁଝାଇଛି ଯେ ବେଶୀ ଲୋଭ କରିବା ଉଚିତ ନୁହେଁ। ଘର ଭିତରେ ସବୁବେଳେ ଅଶାନ୍ତି କରିବା ଠିକ୍ ନୁହେଁ। ତାପରେ ବୋହୂମାନେ ତ ଝିଅ ପରି, ତାଙ୍କୁ ପ୍ରେମ କରିବା ଉଚିତ। କିନ୍ତୁ ସେ ମୋର ଗୋଟିଏ ବି କଥା ଶୁଣିଲେ ନାହିଁ। ଆଜି ଭଗବାନ ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡିତ କଲେ। ଭଗବାନ ବିଷ୍ଣୁ ପୁଣି କହିଲେ, ଦେବୀ ଲକ୍ଷ୍ମୀ ଅନ୍ୟପଟେ ଗୀତା ତା ସ୍ୱାମୀ ସହିତ ସୁଖମୟ ଜୀବନଯାପନ ଅତିବାହିତ କରିବାକୁ ଲାଗିଲା। କିଛି ସମୟ ଅତିବାହିତ ହେବା ପରେ ଗୀତାର ଏକ ଗୁଣମାନ ପୁତ୍ର ସନ୍ତାନ ଜନ୍ମ ହେଲା ଏବଂ ଗୀତା ପୁତ୍ରକୁ ପାଇବା ପରେ ବହୁତ ଖୁସି ହେଲା ଓ ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଲା। ଅନ୍ୟପକ୍ଷରେ ସାହୁକାରଙ୍କ ବଡ଼ ବୋହୂ କଥା ଯିଏ ପୁଅକୁ ନେଇ ଗୀତାକୁ ସବୁବେଳେ ଅପମାନିତ କରୁଥିଲା। ଯେତେବେଳେ ଗୀତା ଏକ ପୁତ୍ର ଏବଂ ଧନ ପାଇଲା ସେତେବେଳେ ବଡ଼ ବୋହୂ ଧୀରେ ଧୀରେ ଦରିଦ୍ର ହେବାକୁ ଲାଗିଲେ। ଶେଷରେ ବଡ଼ ବୋହୂ ଯାଇ ଗୀତା ଆଗରେ ହାତ ଯୋଡ଼ି ନିଜ ଭୁଲ ମାଗିବା ପାଇଁ କ୍ଷମା ମାଗିବାକୁ ଲାଗିଲା। ଗୀତା ବହୁତ ଦୟାଳୁ ସ୍ତ୍ରୀ ଥିଲା, ତେଣୁ ସେ ତାଙ୍କୁ କ୍ଷମା କରିଦେଲା ଏବଂ ସେ ଆଣିଥିବା ମୋତିମାଣିକ ମଧ୍ୟରୁ ସେ କିଛି ତାଙ୍କୁ ଦେଇଦେଲା। ସେମାନଙ୍କର ପରିବାର ଭଲରେ ଜୀବନ ବିତାଇବାକୁ ଲାଗିଲେ। ଏହିପରି ସମୟ ଖୁସିରେ ଅତିବାହିତ ହେବାକୁ ଲାଗିଲା। ବଡ଼ ବୋହୂର ପୁଅ ବଦଗୁଣୀ ଥିଲା, ତେଣୁ ସେ ସମସ୍ତ ଧନ ନଷ୍ଟ କରିବାକୁ ଲାଗିଥିଲା ଏବଂ ଗୀତା ପୁଅ ବହୁତ ଗୁଣମାନ ଥିଲା। ସେ ତା ଜୀବନରେ ବହୁତ ଉନ୍ନତି କରିବାରେ ଲାଗିଲା ଏବଂ ଏଥିପାଇଁ ତା ମାତା ପିତା ବହୁତ ଗର୍ବିତ ଥିଲେ। ଏବଂ ଯେତେବେଳେ ଗୀତା ଏବଂ ବଡ଼ ବୋହୂର ଜୀବନ ସମାପ୍ତ ହେଲା, ଗୀତା ସ୍ୱର୍ଗକୁ ଗଲା ଏବଂ ବଡ଼ ବୋହୂ ନର୍କରେ ସ୍ଥାନ ପାଇଲା। ଭଗବାନ ବିଷ୍ଣୁ କହିଲେ ଯେ ଦେବୀ ଲକ୍ଷ୍ମୀ, ତୁମର ପ୍ରଥମ ପ୍ରଶ୍ନ କେଉଁ ସ୍ତ୍ରୀର ଭାଗ୍ୟରେ ପୁତ୍ର ସନ୍ତାନ ନାହିଁ? ତାର ଉତ୍ତର ହେଲା, ଯେଉଁ ସ୍ତ୍ରୀ ସାଧୁ ମହାରାଜ କାଗଜରେ ଲେଖିଥିବା କାର୍ଯ୍ୟର ବିପରୀତ କାର୍ଯ୍ୟ କରିଥାଏ ତା ଭାଗ୍ୟରେ ପୁତ୍ର ସନ୍ତାନ ନଥାଏ। ତୁମର ଦ୍ୱିତୀୟ ପ୍ରଶ୍ନ ହେଲା ଯେ ଯେଉଁ ଗହଣା ପିନ୍ଧିବା ଦ୍ୱାରା ଜଣେ ସ୍ତ୍ରୀର ପୁରୁଷର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥାଏ। ଲୋଭୀ ରୂପୀ ଗହଣା ପିନ୍ଧିବା ଦ୍ୱାରା ସାହୁକାରଙ୍କ ପତ୍ନୀ ପିନ୍ଧି ବହୁତ ମୋତିମାଣିକର ଲୋଭରେ ଗଛର କୋରଡ଼ ଭିତରେ ଲୁଚି ରହିଥିଲା ଏବଂ ଭୂତମାନେ ଦେଖି ତାକୁ ତଳକୁ ଫୋପାଡ଼ି ଦେବାରୁ ତାର ଯନ୍ତ୍ରଣାଦାୟକ ମୃତ୍ୟୁ ହେଲା। ତେଣୁ ଲୋଭ ରୂପୀ ଅଳଙ୍କାର ପିନ୍ଧିବା ଦ୍ୱାରା ବ୍ୟକ୍ତିର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥାଏ। ପୁଣି ଭଗବାନ ବିଷ୍ଣୁ କହିଲେ ଯେ ତୁମର ତୃତୀୟ ପ୍ରଶ୍ନ ହେଲା ଯେ କେଉଁ ଶୃଙ୍ଗାର ପିନ୍ଧିଲେ ଜଣେ ମହିଳା ସ୍ୱର୍ଗରେ ସ୍ଥାନ ପାଇଥାଏ? ତାର ହେଉଛି ଚରିତ୍ର ରୂପୀ ଶୃଙ୍ଗାର। ପତିବ୍ରତା ଏବଂ ଉତ୍ତମ ଚରିତ୍ର ଥିବା ଜଣେ ସ୍ତ୍ରୀ, ଯେମିତି ସାହୁକାରଙ୍କ ସାନ ବୋହୂ ଗୀତାଙ୍କ ପରି ସ୍ତ୍ରୀ ମୃତ୍ୟୁ ପରେ ସ୍ୱର୍ଗକୁ ଯାଆନ୍ତି। ତେଣୁ ପ୍ରତ୍ୟେକ ବିବାହିତ ମହିଳା ଉତ୍ତମ ସ୍ୱଭାବର ଏବଂ ଉତ୍ତମ ଚରିତ୍ରର ହେବା ଉଚିତ ଏବଂ ପବିତ୍ର କରି ରଖିବା ଉଚିତ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ ଏବଂ ଆପଣଙ୍କର ସାଙ୍ଗମାନଙ୍କୁ ସେୟାର କରନ୍ତୁ। ପୁଣି ଥରେ ଆସିବି ଏକ ସୁନ୍ଦର କଥା ନେଇ। କମେଣ୍ଟ ବକ୍ସରେ ରାଧେ ରାଧେ ନିଶ୍ଚୟ ଲେଖନ୍ତୁ।